କରଞ୍ଜିଆରୁ ଜାମସେଦପୁରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ନାର୍କୋଟିକ୍ ବ୍ୟୁରୋର ଏକ ଟିମ୍ ମାଡ଼ି ବସି 171 କିଲୋଗ୍ରାମ ଗଞ୍ଜେଇ ସହିତ ଏକ ଦାମୀ କାର ଜବତ କରିଛି। ଡ୍ରାଇଭର ଅଟକ। ମାନବାଧିକାର କମିଶନଙ୍କ ବୋର୍ଡ ଲାଗିଥିଲା ଦାମୀ କାରରେ, କିନ୍ତୁ କାର୍ ଭିତରେ ଗଞ୍ଜେଇ ଚାଲାଣ ହେଉଥିଲା। ପୁଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେବା ପାଇଁ ଗଞ୍ଜେଇ ବେପାରୀ ଏଭଳି ଅଭିନବ ଉପାୟ ଅବଲମ୍ବନ କରିଥିଲା, ଯାହାର ସୂଚନା ବିଶ୍ୱସ୍ତ ସୂତ୍ରରୁ ନାର୍କୋଟିକ୍ ବ୍ୟୁରୋକୁ ମିଳିଯାଇଥିଲା। ଆଜି ସେହି ଗାଡ଼ିରେ ଗଞ୍ଜେଇ ମୟୂରଭଞ୍ଜ କରଞ୍ଜିଆରୁ ଜାମସେଦପୁରକୁ ଚାଲାଣ ହେଉଥିବା ବେଳେ ନାର୍କୋଟିକ୍ ବ୍ୟୁରୋର ଏକ ଟିମ୍ ଚଢ଼ଉ କରି ଧରିଛି। ସୂଚନା ଅନୁସାରେ ପାଖାପାଖି 50 କିମି ପିଛା କରିବା ପରେ କାରକୁ ଧରିବାରେ ନାର୍କୋଟିକ୍ ବ୍ୟୁରୋ ଟିମ୍ ସଫଳ ହୋଇଥିଲା। କୁ ଦେଖି କାର୍ ଚାଳକ ଗାଡ଼ି ରଖି ଫେରାର ହେବାକୁ ଚେଷ୍ଟା କରୁଥିଲା, ହେଲେ ଟିମ୍ ତାକୁ ଧରିବାରେ ସଫଳ ହୋଇଥିଲା। ଯାଞ୍ଚ କରିବାରୁ କାର୍ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା। ମୋଟ ଉପରେ କାର୍ ଭିତରୁ 171 କେଜି ଗଞ୍ଜେଇ ଜବତ ହୋଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ 35 ଲକ୍ଷ ଟଙ୍କା ହେବା ବୋଲି କୁହାଯାଇଛି। ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ଟିମ୍ ଖୋଳତାଡ଼ ଜାରି ରଖିଛି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ବି ଦିବ୍ୟେନ୍ଦୁ ଶେଖର ଅଙ୍କ ରିପୋର୍ଟ।